नमस्कार। ଆପଣଙ୍କ ପାଇଁ ଏକ ନୂଆ କାହାଣୀ। ଭଗବାନଙ୍କ ଉପରେ ଆମର ବିଶ୍ୱାସ ରହିବାର ଆବଶ୍ୟକତା ଅଛି ନିହାତି। ଯଦି ଭଗବାନଙ୍କ ଉପରେ ଆମେ ସଠିକ ବିଶ୍ୱାସ କରିବା ଆମକୁ ସେ ପ୍ରତ୍ୟେକ କାମରେ ପ୍ରତ୍ୟେକ ସହଯୋଗ କରିବେ। ଦେଖନ୍ତୁ ଦୁନିଆରେ ଅନେକ ଲୋକ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି। ଦେଖନ୍ତୁ ଲାଇଫରେ କେବେ ଗୋଟେ ଜିନିଷ କାହାର କ୍ଷତି କରିବେନି। ଯଦି କ୍ଷତି କରିବେ ଆପଣଙ୍କ କାହାକୁ ଯଦି ଇଚ୍ଛା କରୁଛନ୍ତି କ୍ଷତି କରୁଛନ୍ତି, କାହାର ଜୀବନ ଧାରଣରେ ଆପଣ ବାଧା ବାଧୁଛନ୍ତି, କେହି ବିଚାର ନ କଲେ ବି ଭଗବାନ ତାର ବିଚାର କରିବେ। ତା ଫଳ ଆପଣ ନିଶ୍ଚିତ ଆଜି ନହେଲେ କାଲି ଆପଣଙ୍କୁ ଦେଖନ୍ତୁ। ଜନ୍ମ ଆଉ ମୃତ୍ୟୁ ଆପଣଙ୍କ ହାତରେ ଯେତେବେଳେ ନାହିଁ, ମଣିଷ ହାତରେ ନାହିଁ, ସେ ଭଗବାନଙ୍କ ହାତରେ ଅଛି। ସେଇ କାହାଣୀକି ନେଇ ଆଜି ଏକ ନୂଆ କାହାଣୀ ଆମେ ଆଲୋଚନା କରିବା। ଭଗବାନଙ୍କ ଉପରେ ଆସ୍ଥା ରଖିବା ଦରକାର। ଭଗବାନ ଯାହା କରିବେ, ମଣିଷ ଚାହିଁଲେ କିଛି କରିପାରିବେ। ମଣିଷ ତା ନିଜ ଇଚ୍ଛାରେ କିଛି ବି କାହା ପାଇଁ କରିପାରିବନି। ଖାଲି ବିରୋଧ ଛଡା ଆଉ କିଛି କରିପାରିବେ ମାନେ ସମସ୍ତେ ବିରୋଧ କରିପାରିବେ, ଆପଣ ଘୃଣା କରିପାରିବେ, କିନ୍ତୁ ଭଲ ପାଇବା କାହା ପାଇଁ ଭଲ କରିବା ହଉଛି ବଡ କଥା। ମଣିଷ ତାର ନୀତି ନିୟମ ଭିତରେ ରହିବା ଦରକାର, ସହଯୋଗ କରିବା ଦରକାର। କାହା ସହିତ ବିଶ୍ୱାସଘାତକତା କରିବା ଏଠି ବହୁତ ଲୋକ ଏଠି ଜୀବନରେ ବହୁତ ଇଚ୍ଛା କରନ୍ତି। ମଣିଷ ମାନେ ବହୁତ ଇଚ୍ଛା ପରାୟଣ ମଣିଷ। ଏ ମଣିଷକୁ ମଣିଷ ଇଚ୍ଛା କରିବା, କେହି ନ ଦେଖିଲେ ଈଶ୍ୱର ହିଁ ଭଗବାନ ହିଁ ଦେଖିପାରନ୍ତି। ଯୋଉ ଭଗବାନଙ୍କର ଦେଖା ଯୋଉ ନ୍ୟାୟ, ଯୋଉ ଭଗବାନଙ୍କର ଯୋଉ ଜଜମେଣ୍ଟ ଆସିବ ତାକୁ କେହି ବି ଆପଣ ରକ୍ଷା କରିପାରିବେନି। ଆପଣ କାହାକୁ ହଇରାଣ କରିବାକୁ ଚାହୁଁଛନ୍ତି, ଆପଣ ନିଶ୍ଚିତ ଭାବରେ ହୁଏତ ଆପଣ ଆଜି ତାକୁ ଆପଣଙ୍କର ପାୱାର, ଆପଣଙ୍କର ବଳ କ୍ଷମତା ନେଇ ତାକୁ ହଇରାଣ କରିଦେଇ ପାରନ୍ତି। ଓକେ, କିନ୍ତୁ ଆପଣ କେବେ ତାକୁ ହଇରାଣ କରିପାରିବେନି ଲାଇଫରେ। ଓକେ, ଯଦି ହଇରାଣ କରିବାକୁ ଚାହୁଁଛନ୍ତି ନିଶ୍ଚିତ ଭାବରେ ଭଗବାନ ତାକୁ ଯଦି କୌଣସି ପ୍ରକାର ସହଯୋଗ କରିବେ ଆପଣ ତାକୁ କେବେ ବି ହଇରାଣ କରିବେନି। ତେଣୁ ଭଗବାନଙ୍କ ଉପରେ ସବୁବେଳେ ବିଶ୍ୱାସ ରଖନ୍ତୁ, ସତ୍କର୍ମ କରନ୍ତୁ, କାହା ବିପକ୍ଷରେ କେବେ ଭାବନ୍ତୁ, ନିଜସ୍ୱ ଭାବନ୍ତୁ। ଯଦି ସମାଜ ପାଇଁ କିଛି କରିପାରୁଛନ୍ତି ଭଲ କାମ କରନ୍ତୁ, ତାହେଲେ ଆପଣ ଭଗବାନ ନିଶ୍ଚିତ ଭାବରେ ଭଲ ହେବେ। ତେଣୁ ସେଇପରି ଏକ କାହାଣୀକି ଆପଣଙ୍କୁ ନେଇକିନା ଯାଉଛି ଆଜି ଆପଣମାନଙ୍କ ପାଇଁ ଏକ କାହାଣୀ। ବିଶ୍ୱାସ ଓ ଦୃଢତା ରଖିବା ଦରକାର ଜୀବନରେ, ସମସ୍ତଙ୍କ ଜୀବନରେ, ସମସ୍ତଙ୍କ ଲାଇଫରେ ବିଶ୍ୱାସ ରଖିବା ଦରକାର। କାହା ଉପରେ? ଭଗବାନଙ୍କ ଉପରେ। ଏ ମଣିଷ ଉପରେ ଯେତେ ବିଶ୍ୱାସ କଲେ ବି କିଛି, ତାହାର ଯଦି ଆପଣ କିଛି ଯେତେ ଯାହା ବି ମଣିଷ ପାଇଁ କରିଥିଲେ, ଆପଣ ତାର ଟିକେ ବି ଯଦି କ୍ଷତି ହୁଏ ଆପଣଙ୍କୁ ସେ ସହାୟ କରିବନି। ଆପଣଙ୍କୁ ସେ ହଇରାଣ କରିବା, ଆପଣଙ୍କୁ ସେ ବିପକ୍ଷରେ ଯିବା, ଆପଣଙ୍କୁ ସେ ଅସହଯୋଗ କରିବା, ଏ ହେଉଛି ମଣିଷର ପ୍ରକୃତି। ବହୁତ ଲୋକଙ୍କର ମଣିଷ ପ୍ରକୃତି। ତେଣୁ ଭଗବାନଙ୍କୁ ଭରସା କରନ୍ତୁ, ସେ ହିଁ ସହଯୋଗ କରିବେ। ଏ ଜୀବନ ମାଧ୍ୟମରେ ଭଗବାନ ହିଁ ସବୁ କିଛି। ମଣିଷ କିଛି ନାହିଁ, ସ୍ୱାର୍ଥ ପାଇଁ ମଣିଷ ସବୁ କିଛି କରିପାରେ। ସ୍ୱାର୍ଥ, ମଣିଷ ପାଖରେ ଧନ ସମ୍ପତ୍ତି ହଉଛି କଣ? ତେଣୁ ସେ ଧନ ସମ୍ପତ୍ତି ଭଗବାନଙ୍କ ଆଶୀର୍ବାଦ, ସେ ଚାହିଁଲେ ଆପଣଙ୍କୁ ସବୁ କିଛି ଦେଇପାରିବେ। ତାଙ୍କ ଆଶୀର୍ବାଦ ଆବଶ୍ୟକ ଅଛି। ସେଇ ଷ୍ଟୋରିକି ନେଇ ଗୋଟେ କାହାଣୀ। ଦେଖନ୍ତୁ, ଗୋଟେ କାହାଣୀ ମୁଁ ଆପଣଙ୍କ ପାଖରେ ଆଲୋଚନା କରୁଛି। ଗାଁରେ ଏକ ବ୍ୟକ୍ତି ଥିଲେ ଯାହା ଭଗବାନଙ୍କ ଉପରେ ପ୍ରେରିତ। ଗାଁରେ ଏକ ବ୍ୟକ୍ତି ଥିଲେ ଯାହାର ନାଁ ରବି। ସେ ଭଗବାନ ପ୍ରତି ତାଙ୍କର ଅଚଳ ଆସ୍ଥା ପରିଚିତ ଥିଲେ। ସଦା ବାସ୍ତବରେ ଦରକାର ଅନ୍ୟମାନଙ୍କୁ ସାହାଯ୍ୟ କରୁଥିଲେ। ଗୋଟିଏ ଦିନ ଗାଁକୁ ଏକ ଭୟଙ୍କର ଖରାପ ପାଣି ଶୌଚର ଆକ୍ରମଣ କଲା। ଯାହା କ୍ଷେତ ଉଠି ଯାଇଥିଲେ, ପାଣି ଖରାପ ହେଇଥିଲା। ଲୋକମାନଙ୍କୁ ଆତଙ୍କିତ ହେଲେ, କିପରି ସେମାନେ ଅନ୍ତର୍ଗତ ହେବେ ତାହା ନିର୍ବାଚନ କରୁଥିଲେ, ସେଥିରୁ କେମିତି ବଞ୍ଚିବେ। ଜାତିକୁ ତୀବ୍ର ସହ କାର୍ଯ୍ୟ ସମ୍ପାଦନା କରିବା ସମୟରେ ରବି ତାଙ୍କର ପ୍ରାର୍ଥନା ଜାରି ରଖିଥିଲା ଭଗବାନଙ୍କ ନିକଟରେ। ଭଗବାନ ଯାହାକୁ ସେମାନଙ୍କ ପାଇଁ ପ୍ରଦାନ କରିବେ ବିଶ୍ୱାସ କରିଥିଲା। ତାଙ୍କର ମିତ୍ରମାନେ ସେଥିରେ ଅନୁଶାସନ ଦେଖାଇଲେ, କିନ୍ତୁ ରବି ଏବେ ମଧ୍ୟ ଦୃଢ ରହିଲେ। ଭଗବାନ ଆମକୁ ସଦା ସାହାଯ୍ୟ କରିଛନ୍ତି, ସେ କହୁଥିଲେ ଆମକୁ ଆସ୍ଥା ରଖିବା ଦରକାର, ଭଗବାନ ନିଶ୍ଚିତ ଆମକୁ ସହଯୋଗ କରିବେ। ଏଥିରେ ସେ ଗାଁ ଲୋକମାନେ ସନ୍ଦେହ ପ୍ରକାଶ କରୁଥିଲେ, ବିଶ୍ୱାସ କରୁନଥିଲେ। ଏକ ସନ୍ଧ୍ୟାରେ ଗାଁ ଲୋକମାନେ ଏକତ୍ର ହୋଇ ସମସ୍ୟା ସମାଧାନ ନିମନ୍ତେ ଚିନ୍ତା କଲେ। ରବି ଦୃଢ ହୃଦୟରେ କହିଲେ, ଚଳନ୍ତୁ ସମସ୍ତେ ଏକାସହ ପ୍ରାର୍ଥନା କରିବା, ଚାଲନ୍ତୁ। ସନ୍ଦେହ ଅଥବା ଆଶା ଅନୁସାରେ ଗାଁରେ ସମସ୍ତେ ମାନ୍ୟ କଲେ, ମାନି ନେଲେ। ପ୍ରାର୍ଥନା ପାଇଁ ସେମାନେ ପ୍ରସ୍ତୁତ ହେଲେ, କିନ୍ତୁ ରବି ଗଛ ତଳେ ବସିଥିବା ସମୟରେ ଏକ ଛତା ନେଇ ଆସିଲା। ସେମାନେ ଚକିତ ହେଲେ, ତୁମେ କାହିଁକି ଏ ନେଇ ଛତା ନେଇ ଆସିଛ? ଦେଖନ୍ତୁ ରବିର ଭଗବାନଙ୍କ ଉପରେ କେତେ ବିଶ୍ୱାସ। ଦୃଢ ବିଶ୍ୱାସ, ବିଶ୍ୱାସର ଫଳ ହିଁ ପାଇଛି। ପ୍ରାର୍ଥନା ପାଇଁ ସେମାନେ ପ୍ରସ୍ତୁତ ହେଲା ବେଳେ ରବି ଗଛ ତଳେ ବସିଥିବା ସମୟରେ ଏକ ଛତା ନେଇ ଆସିଲା। ସେମାନେ ଚକିତ ହେଲେ, ତମେ କାହିଁକି ଏ ଛତା ନେଇ ଆସିଛ? ରବି ହସି ହସି କହିଦେଲା, ମହାଏ ନେଇ ଆସିଛି କାରଣ ମୁଁ ବିଶ୍ୱାସ କରୁଛି ଯେ ଭଗବାନ ଅଛନ୍ତି, ଆମ ପ୍ରାର୍ଥନାକୁ ସ୍ୱୀକାର କରିବେ, ଶୁଣିବେ। ଯଦି ଆମେ ଏକ ଦିନରେ ଭଗବାନଙ୍କୁ ଉଦ୍ଧାରକୁ ବିଶ୍ୱାସ କରୁଛେ, ତେବେ ପ୍ରତ୍ୟାଶ କରିବା ପାଇଁ ପ୍ରସ୍ତୁତ ହେବା ଦରକାର।
ଜଣେ ତୀବ୍ର ତୁଳନା କରିବାରେ ତାଙ୍କୁ ପ୍ରାର୍ଥନା ସମୟରେ ଅନ୍ଧକାର ମେଘ ଘଟି ଆସିଲା, ହଠାତ୍ ଆକାଶରେ ଖେଳିଗଲା ମୂଷଳ ଧାରାର ବର୍ଷା ପଡିଗଲା, ଲୋକମାନଙ୍କୁ ଆନନ୍ଦିତ ହେଲେ, ଆଶ୍ଚର୍ଯ୍ୟ ହେଲେ, ନିକଟରେ ଖୁସି ହେଲେ। ରବି ତାଙ୍କର ଛତା ସହିତ ଜାଣିଥିଲେ ଯେ ତାଙ୍କର ଆସ୍ଥା କେବଳ ବର୍ଷାକୁ ନେଇ ନୁହେଁ, କିନ୍ତୁ ତାଙ୍କ ମନରେ ଏକ ଆସ୍ଥା ଥିଲା, ଭାବନା ଜନ୍ମ ନେଇଛି। ଏ ଦୁନିଆ ଜ୍ଞାନର ବିକାଶ କରିଥିଲେ। ରବି ଆସ୍ଥା ସଂକଳ୍ପ ଏକ ଆଶାର ପ୍ରତୀକ ହୋଇ ରହିଥିଲା। ଲୋକମାନେ ଶିଖିଥିଲେ ଯେ ଭଗବାନଙ୍କ ସତ୍ୟ ଓ ଆସ୍ଥା କେବଳ ମାନ୍ୟତାରେ ନୁହେଁ, କିନ୍ତୁ କାର୍ଯ୍ୟ ପ୍ରସ୍ତୁତିରେ ହିଁ ମିଳିଥାଏ। ତେଣୁ ଭଗବାନଙ୍କ ଉପରେ ସବୁବେଳେ ଦୃଢ ବିଶ୍ୱାସ କରିବା ଦରକାର। କାହାର କ୍ଷତି କରିବାର ଆବଶ୍ୟକ ନାହିଁ। ଭଗବାନଙ୍କର ଦୃଢ ଆଶା ବିଶ୍ୱାସ ଆପଣଙ୍କୁ ନିଶ୍ଚିତ ଭାବରେ ଆପଣଙ୍କୁ ସହଯୋଗ କରିବ। ବିଶ୍ୱାସ ଓ ଦୃଢତା ରଖିବା ଦରକାର। ଜୀବନରେ କାହାର କ୍ଷତି କରିବା, କାହାର ଯଦି ଭଲ ନ କରିପାରିବେ ଜୀବନରେ କାହାର କ୍ଷତି କରନ୍ତୁ, କିଛି ଖରାପ ଭାଷା ପ୍ରୟୋଗ, ଆତ୍ମାକୁ କଷ୍ଟ ଦେଲା ଭଳି କିଛି ଭାଷା ପ୍ରୟୋଗ କରନ୍ତୁ ନାହିଁ ଜୀବନରେ। ତାର ପ୍ରତିଫଳ ନିଶ୍ଚିତ ଆଜି ନହେଲେ କାଲି ହବ। ଭଗବାନ ହିଁ ଦେଖୁଛନ୍ତି, କେହି ନ ଦେଖିଲେ ବି ଏ ଶରୀରକୁ ଗୋଟିଏ ମାତ୍ର ରୋଗ ହେଲେ ଆପଣ ଶରୀରକୁ ଆୟତ କରିପାରିବେନି। ଏ ଶରୀର ଆପଣଙ୍କର ବି ହେଇ ରହିବନି। ଆପଣ ତାକୁ ଭଗବାନଙ୍କ ଉପରେ ଭରସା ସବୁ ଦିନ ରାତି କରୁଥିବେ। ଆପଣ ଯେ ବି ଦିନ ରାତି ସୂର୍ଯ୍ୟ ଚନ୍ଦ୍ର ପାଣି ପବନ ଏ ପଞ୍ଚଭୂତରେ ଶରୀର ଦିନ ହେଇଯିବ, ପଞ୍ଚଭୂତରେ ଏ ଶରୀର ଗଠିତ। ତେଣୁ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତୁ, ଦୃଢତା ରଖନ୍ତୁ, ନିଶ୍ଚିତ ଭାବରେ ସବୁ କାମରେ ସଫଳତା ହେଇପାରିବେ ଆଉ ସଫଳ ଲାଭ ବି କରିବେ। ଜୀବନରେ କାହାର କ୍ଷତି କରନ୍ତୁନି, କାହାର ବି କ୍ଷତି କରନ୍ତୁନି। କ୍ଷତି କଲେ ଆପଣ ଆଜି ନହେଲେ କାଲି, ଏ ପିଢି ନହେଲେ ଆର ପିଢିରେ ଆପଣ ନିଶ୍ଚିତ ଭାବରେ କ୍ଷତିର ଭାଗ ପହଞ୍ଚିବେ। ଯଦି ଭୁଲରେ କିଛି କରିଛନ୍ତି ସେଇଟା ଅନ୍ୟ କଥା। ଯଦି ଆପଣ ଜାଣିକିନା ଜାଣି ଶୁଣି କାହାର କ୍ଷତି କରୁଛନ୍ତି, ଭଗବାନ ଆପଣ କେବେ ବି ତାଙ୍କ ନ୍ୟାୟରେ ତାଙ୍କ ବିଚାରରେ କେବେ ବି ଆପଣ କ୍ଷମା କରିବେନି। ନିଶ୍ଚିତ ଭାବରେ କିନ୍ତୁ ପରର କେବେ କ୍ଷତି କରିବାକୁ ଜୀବନରେ ଚାହାନ୍ତି। ସେତିକି କହି ଏ କାହାଣୀ ଶେଷ କରୁଛି। ରହୁଛି, ନମସ୍କାର।